नमस्कार। ଏହି ଭିଡ଼ିଓରେ ଆମେ ଭାରତର ବୈଦେଶିକ ନୀତି ଅଧ୍ୟାୟର ପ୍ରଥମ ପାଠ ଓ ଦ୍ୱିତୀୟ ପାଠ, ଯାହା ପ୍ରଥମ ପାଠ ଅଛି ଭାରତର ଯୁକ୍ତରାଷ୍ଟ୍ର ଆମେରିକା ଓ ରୁଷିଆ ସହିତ ସମ୍ପର୍କ, ଦ୍ୱିତୀୟ ପାଠ ଅଛି ଭାରତ ଓ ତାହାର ପଡ଼ୋଶୀ ରାଷ୍ଟ୍ର। ଏହି ଦୁଇ ପାଠର ଆମେ ପ୍ରଶ୍ନୋତ୍ତର ଆଲୋଚନା କରିବୁ। ପଞ୍ଚଶୀଳ ନୀତି କ'ଣ? ଭାରତ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ବୈଦେଶିକ ନୀତି ମଧ୍ୟରୁ ଶାନ୍ତିପୂର୍ଣ୍ଣ ସହବାସ୍ଥାନ ଏକ ବିଶିଷ୍ଟ ନୀତି। ବସୁଧୈବ କୁଟୁମ୍ବକମ୍ ନୀତିରେ ବିଶ୍ୱାସ କରୁଥିବା ଭାରତ 1955 ମସିହାରେ ଚୀନ ସହ ପଞ୍ଚଶୀଳ ନୀତିର ସ୍ୱାକ୍ଷର କରିଥିଲା। ଏହାର 5ଗୋଟି ନୀତି ହେଲା: ପ୍ରତ୍ୟେକ ରାଷ୍ଟ୍ରର ଅଖଣ୍ଡତା ଓ ସାର୍ବଭୌମତ୍ୱ ପ୍ରତି ପାରସ୍ପରିକ ସମ୍ମାନ ପ୍ରଦର୍ଶନ, ପାରସ୍ପରିକ ଅନାକ୍ରମଣ, କେହି ଅନ୍ୟ କାହାର ଅଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବାରୁ ନିବୃତ୍ତ ରହିବା, ସାମ୍ୟ ଓ ପାରସ୍ପରିକ ଉପକାର ଏବଂ ଶାନ୍ତିପୂର୍ଣ୍ଣ ସହାବସ୍ଥାନ। ତାପରେ ଗୋଷ୍ଠୀ ନିରପେକ୍ଷତା କହିଲେ କ'ଣ ବୁଝ? ଗୋଷ୍ଠୀ ନିରପେକ୍ଷତା ଭାରତର ବୈଦେଶିକ ନୀତିର ଏକ ବିଶିଷ୍ଟ ନୀତି ଅଟେ। ଗୋଷ୍ଠୀ ନିରପେକ୍ଷତାର ଅର୍ଥ କୌଣସି ଗୋଷ୍ଠୀକୁ ସାମରିକ କ୍ଷେତ୍ରରେ ସମର୍ଥନ ନ କରିବା। ପ୍ରଶ୍ନ ଉଠେ, କେଉଁ ଗୋଷ୍ଠୀ? ଦ୍ୱିତୀୟ ବିଶ୍ୱଯୁଦ୍ଧର 1945 ମସିହା ପରିସମାପ୍ତି ପରେ ବିଶ୍ୱ ରାଜନୀତିରେ ଦୁଇଟି ଦୁର୍ଦ୍ଧର୍ଷ ବୃହଶକ୍ତି ଭାବେ ପରସ୍ପରର ବିପଦ ଗୋଷ୍ଠୀ ସୃଷ୍ଟି ହେଲା। ଗୋଟିଏ ଗୋଷ୍ଠୀର ନେତୃତ୍ୱ ଯୁକ୍ତରାଷ୍ଟ୍ର ଆମେରିକା ନେବା ବେଳେ ଅନ୍ୟ ଗୋଷ୍ଠୀର ନେତୃତ୍ୱ ପ୍ରାକ୍ତନ ସୋଭିଏତ ରୁଷ ନେଇଥିଲା। ଏହି ଦୁଇ ଗୋଷ୍ଠୀ ମଧ୍ୟରେ ଏକ ଅଦୃଶ୍ୟ ଶୀତଳ ଯୁଦ୍ଧ ଆରମ୍ଭ ହୋଇଗଲା, ଯାହା ପରସ୍ପର ବିରୋଧରେ ଅପପ୍ରଚାର ଓ ମାନସିକ ଚାପ ପ୍ରୟୋଗ ଉପରେ ଆଧାରିତ ଥିଲା। ପରିସ୍ଥିତି ଅନେକ ସମୟରେ ଏଭଳି ସଙ୍ଗୀନ ହୋଇ ଉଠୁଥିଲା ଯେ ତୃତୀୟ ବିଶ୍ୱଯୁଦ୍ଧ ଆସନ୍ନ ଭଳି ମନେ ହେଉଥିଲା। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପ୍ରାରମ୍ଭର ଭାରତ କୌଣସି ଗୋଷ୍ଠୀକୁ ସମର୍ଥନ ଦେବାକୁ କୁଣ୍ଠିତ ହେଉଥିଲା ଏବଂ ନିଜର ସ୍ୱାଧୀନ, ନିରପେକ୍ଷ ତଥା ଶକ୍ତିଶାଳୀ ବୈଦେଶିକ ନୀତି ଉପରେ ଗୁରୁତ୍ୱ ଦେଇଥିଲା, ଯାହାକୁ ଗୋଷ୍ଠୀ ନିରପେକ୍ଷ କୁହାଯାଏ। କାଶ୍ମୀର ବିବାଦ ବିଷୟରେ ସଂକ୍ଷେପରେ ଲେଖ। 1947 ମସିହାର ଭାରତ ସ୍ୱାଧୀନତା ଆଇନ ଅନୁଯାୟୀ ଭାରତ ଏବଂ ପାକିସ୍ତାନ ନୂତନ ରାଷ୍ଟ୍ର ଥିଲା। ମାତ୍ର ସାମ୍ରାଜ୍ୟବାଦୀ ଇଂରେଜମାନେ ଭାରତ ମାଟି ଛାଡ଼ିଦେବା ସହ କାଶ୍ମୀରକୁ ନେଇ ଏକ ସ୍ଥାୟୀ ବିବାଦ ମୁହଁକୁ ଉଭୟ ରାଷ୍ଟ୍ରକୁ ଠେଲି ଦେଇଗଲେ। 1947 ମସିହାରେ ଭାରତ ସହ କାଶ୍ମୀରର ମିଶ୍ରଣକୁ ପାକିସ୍ତାନ ସହଜରେ ଗ୍ରହଣ କଲା ନାହିଁ। ଫଳସ୍ୱରୂପ ଉଭୟ ଦେଶ ମଧ୍ୟରେ କାଶ୍ମୀରକୁ ନେଇ 3 ଥର ହୋଇଥିବା ଯୁଦ୍ଧ ଉଭୟ ରାଷ୍ଟ୍ର ମଧ୍ୟରେ ତିକ୍ତତାକୁ ଆହୁରି ବଢ଼ାଇ ଦେଇଛି। କାଶ୍ମୀର ବିବାଦକୁ ନେଇ ଯୁକ୍ତରାଷ୍ଟ୍ର ଆମେରିକାର ଅଭିମୁଖ୍ୟ ଭାରତ ପ୍ରତି ସକାରାତ୍ମକ ନୁହେଁ, କାରଣ ଆମେରିକା ଚାହୁଁଛି ଯେ ଯଦି କାଶ୍ମୀର ବିବାଦ ସମାଧାନ ଅଚିରେ ହୋଇଯିବ ତାହେଲେ ଭାରତ ବିଶ୍ୱ ରାଜନୀତିରେ ଅପ୍ରତିଦ୍ୱନ୍ଦିତ ହୋଇ ଉଠିବ। ଏଣୁ ଏହି ଅଭିସନ୍ଧି ମୂଳରେ ରହିଛି କାଶ୍ମୀର ବିବାଦର ଅସମାହିତ ସମାଧାନ। ଅପରପକ୍ଷେ ଆମେରିକାଠାରୁ କିଛି ସାମରିକ ଆର୍ଥିକ ସାହାଯ୍ୟ ପାଇବା ଆଶାରେ ପାକିସ୍ତାନ ପ୍ରାୟତଃ ସଦାବେଳେ ଭାରତ ସହ ଶତ୍ରୁ ଭାବାପନ୍ନ ହୋଇ କାର୍ଯ୍ୟ କରୁଛି। ତିବ୍ବତ ସମସ୍ୟା ଭାରତ ଓ ଚୀନ ସମ୍ପର୍କକୁ କିପରି ପ୍ରଭାବିତ କରିଛି ତାହା ଆଲୋଚନା କର। ଭାରତ ଏକ ଶାନ୍ତିକାମୀ ରାଷ୍ଟ୍ର ଭାବେ ନିଜର ପଡ଼ୋଶୀ ତଥା ଅନ୍ୟ ରାଷ୍ଟ୍ରମାନଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରଖିବାକୁ ଚାହେଁ। ପଡ଼ୋଶୀ ଚୀନ ସହ ଆହୁରି ଭଲ ସମ୍ପର୍କ ରଖିବା ଭାରତର ଏକ ପ୍ରମୁଖ ବୈଦେଶିକ ନୀତି। ମାତ୍ର ଦୁଃଖର କଥା, ତିବ୍ବତକୁ ନେଇ ଉଭୟ ଦେଶ ମଧ୍ୟରେ ତିକ୍ତ ସମ୍ପର୍କ ରହିଛି। ଦୀର୍ଘ ଦିନ ଧରି ସ୍ୱାଧୀନ ରାଷ୍ଟ୍ର ଥିବା ତିବ୍ବତକୁ ଚୀନ ଦଖଲ କରିନେଲା। 1890 ମସିହାରେ ତତ୍କାଳୀନ ଇଂରେଜ ସରକାର ଚୀନ ସହ ଏକ ଚୁକ୍ତି ସ୍ୱାକ୍ଷର କରିଥିଲେ ଓ ଭାରତ ତିବ୍ବତ ସୀମା ନିର୍ଦ୍ଧାରଣ କରିଥିଲେ। ମାତ୍ର ଚୀନ ଶାସକମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। 1950 ମସିହାରେ ଚୀନ ତିବ୍ବତକୁ ଅଧିକାର କରିବାରୁ ଭାରତ ଘୋର ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ବୃଦ୍ଧି ପାଇଲା।
ଶ୍ରୀଲଙ୍କାର ତାମିଲ ସମସ୍ୟା ବିଷୟ ବୁଝାଇ ଲେଖ। ଭାରତ ମହାସାଗରରେ ଅବସ୍ଥିତ ଦ୍ୱୀପ ଦେଶ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ସାଧାରଣ ଭାବେ ସ୍ୱାଭାବିକ ସମ୍ପର୍କ ରହିଛି। ମାତ୍ର ତାମିଲ ସମସ୍ୟାକୁ ନେଇ ଉଭୟ ଦେଶ ମଧ୍ୟରେ ମତାନ୍ତର ଓ ବିଭେଦ ଦେଖାଗଲା। ଶ୍ରୀଲଙ୍କାରେ ବସବାସ କରୁଥିବା ତାମିଲମାନେ ଇଲମ ରିପବ୍ଲିକ ନାମକ ଅଲଗା ଦେଶ ଗଠନ କରିବା ପାଇଁ ଦାବି କଲେ। ଏହି ଦାବି ଉପସ୍ଥାପନ ପାଇଁ ତାମିଲ ଜାତୀୟବାଦୀ ନେତା ଏସ୍.ଜେ.ଭି. ଜଲଭନାୟକମ୍ ଫେଡେରାଲ ଦଳ ଗଠନ କଲେ। ଅମୃତଲିଙ୍ଗମଙ୍କ ନେତୃତ୍ୱରେ ଏହି ଦଳ ନାମ ହେଲା ତାମିଲ ୟୁନାଇଟେଡ୍ ଲିବରେସନ ଫ୍ରଣ୍ଟ। 1983 ମସିହାରେ ତାମିଲ ଓ ସିଂହଲୀଙ୍କ ମଧ୍ୟରେ ବିବାଦ ଉଗ୍ର ରୂପ ଧାରଣ କଲା। 1983ରୁ 1986 ମଧ୍ୟରେ ପ୍ରାୟ 25,000 ତାମିଲ ଶରଣାର୍ଥୀ ଭାରତକୁ ଚାଲି ଆସିଥିଲେ। 1987 ମସିହାରେ ରାଜୀବ ଗାନ୍ଧୀ ଭାରତର ଶାନ୍ତିରକ୍ଷା ସାମରିକ ବାହିନୀ ଶ୍ରୀଲଙ୍କାକୁ ପଠାଇଥିଲେ, ଯାହା ପରେ ତାଙ୍କ ମୃତ୍ୟୁର କାରଣ ହେଲା। ହେଲେ ଏଲ୍.ଟି.ଟି.ଇ. ନେତା ପ୍ରାଗଙ୍କ ମୃତ୍ୟୁ ପରେ ଏ ସମସ୍ୟା ସମାଧାନ ହୋଇଛି। ଭାରତ ଭୁଟାନକୁ କିପରି ସହାୟତା ଯୋଗାଇଥିଲା ତାହା ଆଲୋଚନା କର। ଭୁଟାନ ହେଉଛି ଭାରତ ଓ ଚୀନ ମଧ୍ୟରେ ଅବସ୍ଥିତ ଏକ ସ୍ୱାଧୀନ ରାଷ୍ଟ୍ର। 1949 ମସିହାରେ ଭାରତ ଓ ଭୁଟାନ ମଧ୍ୟରେ ବନ୍ଧୁତ୍ୱ ସନ୍ଧି ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତିରେ ଏକବିଂଶ ଶତାବ୍ଦୀ ପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ, ସ୍ଥାୟୀ ଶାନ୍ତି ଓ ବନ୍ଧୁତ୍ୱ, ଅବାଧ ବାଣିଜ୍ୟ କାରବାର ଇତ୍ୟାଦି ବିଷୟରେ ଉଲ୍ଲେଖ କରାଯାଇଛି। ଭୁଟାନରେ ପ୍ରଥମ ପଞ୍ଚବାର୍ଷିକ ଯୋଜନା 1961 ମସିହାରେ ଆରମ୍ଭ ହେଲା। ଭାରତ ସରକାର ସେଥିପାଇଁ ଆର୍ଥିକ ସହାୟତା ଯୋଗାଇ ଦେଲା। ଭୁଟାନର ନବମ ପଞ୍ଚବାର୍ଷିକ ଯୋଜନା 2002ରୁ 2008 ପାଇଁ ଭାରତ ସରକାର 2610.14 କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ସେଠାକାର ଅନେକ ପ୍ରକଳ୍ପ ଯଥା ରାଜପଥ ନିର୍ମାଣ, ପାଲଠାର ବିମାନ ବନ୍ଦର, ପେଣ୍ଡେନ୍ ସିମେଣ୍ଟ କାରଖାନା ତଥା ଅନେକ ଜଳବିଦ୍ୟୁତ ପାଇଁ ଭାରତ ସରକାର ଆର୍ଥିକ ସହାୟତା ଯୋଗାଇଛନ୍ତି। ଭାରତ ମିଆଁମାର ମଧ୍ୟରେ କେଉଁ କେଉଁ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ତାହା ସୂଚିତ କର। ମିଆଁମାର ପୂର୍ବ ନାମ ହେଉଛି ବର୍ମା। 1950 ମସିହାରେ ଭାରତ ପ୍ରଧାନମନ୍ତ୍ରୀ ମିଆଁମାର ଗସ୍ତରେ ଯାଇଥିଲେ। ସେହି ଦିନଠାରୁ ଭାରତ ଓ ମିଆଁମାର ମଧ୍ୟରେ ଅନେକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। 2007 ମସିହା ଅଗଷ୍ଟ 15ରେ ମିଆଁମାର ଶାସକ ଗୋଷ୍ଠୀ ବିରୋଧ ଆନ୍ଦୋଳନ ହୋଇଥିଲା, ଯାହା ସାମରିକ ଶାସକ ଗୋଷ୍ଠୀ ଦ୍ୱାରା ଦମନ କରାଯାଇଥିଲା। ମାତ୍ର ଭାରତ ସମେତ ଆନ୍ତର୍ଜାତିକ ସ୍ତରରେ ଏଭଳି ଦମନ ଲୀଳାର ନିନ୍ଦା କରାଯାଇଥିଲା। 2008 ମସିହାରେ ମିଆଁମାରର ପ୍ରଧାନମନ୍ତ୍ରୀ ନ୍ୱାଇନ୍ ୱିନ୍ ଭାରତ ଆସିଡ ମନମୋହନ ସିଂଙ୍କୁ ଭେଟିଥିଲେ। ଆମ ପ୍ରଧାନମନ୍ତ୍ରୀ ମିଆଁମାରର ରାଜନୈତିକ ସଂସ୍କାର ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଭାରତର ପ୍ରଧାନମନ୍ତ୍ରୀ ନେହେରୁ ଏବଂ ବର୍ମାର ପ୍ରଧାନମନ୍ତ୍ରୀ ୟୁନୁ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର କର୍ଣ୍ଣଧାର ଭାବେ ପ୍ରଥମ ଚୁକ୍ତି ସ୍ୱାକ୍ଷର କରିଥିଲେ। ମିଆଁମାରରେ କର୍ତ୍ତୃତ୍ୱବାଦୀ ସରକାର ଥିଲାବେଳେ ଚୀନ ସହ ସୁସମ୍ପର୍କ ବୃଦ୍ଧି ପାଇଲା, ଯାହା ଭାରତ ପାଇଁ ଚିନ୍ତାର ବିଷୟ ଥିଲା। ଏଣୁ ସ୍ୱାର୍ଥ ଓ ନିରାପତ୍ତା ଦୃଷ୍ଟିରୁ ଭାରତ ଓ ମିଆଁମାର ମଧ୍ୟ ଅନେକ ଚୁକ୍ତି ସ୍ୱାକ୍ଷର ହୋଇଥିଲା। ଭାରତ ଚୀନ ସୀମା ବିବାଦ ବିଷୟରେ ଏକ ଟିପ୍ପଣୀ ଲେଖ। ପଡ଼ୋଶୀ ଚୀନ ସହିତ ଭାରତର ବୈଦେଶିକ ନୀତି ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଭାରତ ଓ ଚୀନ ମଧ୍ୟରେ ଅନେକ ଦିନ ଧରି ସୀମା ବିବାଦ ଲାଗି ରହିଛି। 1959 ମସିହାରେ ଚୀନ ଭାରତର 81,600 ବର୍ଗ କିଲୋମିଟର ଅଞ୍ଚଳକୁ ନିଜ ଅକ୍ତିଆରରେ ରଖିଥିଲା। ସେହି ବର୍ଷ ଲଦାଖର ଖୁର୍ନାକ ଅଞ୍ଚଳରୁ କିଛି ଭାରତୀୟ ସୈନ୍ୟକୁ ଚୀନ ସୈନ୍ୟମାନେ ବନ୍ଦୀ କରିଦେଇଥିଲେ ଓ ଅକ୍ଟୋବର ମାସରେ 9 ଜଣଙ୍କୁ ହତ୍ୟା କରିଥିଲେ। ଲଦାଖର ଅକ୍ସାଇ ଅଞ୍ଚଳରେ ଚୀନ ଏକ ରାସ୍ତା ନିର୍ମାଣ କରିଥିଲା। 1961-62 ମସିହାରେ ଭାରତକୁ ଆକ୍ରମଣ କରି
ମ୍ୟାକ୍-ମୋହନ ସୀମାରେଖା ଅତିକ୍ରମ କରିଥିଲା। ଗତ 15/4/2013 ଲଦାଖ ଅଞ୍ଚଳକୁ ଚୀନର ଅନୁପ୍ରବେଶ ଚରମ ଉତ୍ତେଜନା ସୃଷ୍ଟି କରିଛି। ସୁତରାଂ ଏଥିରୁ ସ୍ପଷ୍ଟ ଭାବେ ଅନୁମିତ ଯେ ଭାରତ ଚୀନ ମଧ୍ୟରେ ସୀମା ବିବାଦ ପ୍ରାୟତଃ ଲାଗି ରହିଛି। 1949-53 ମସିହାରେ କୋରିଆ ଯୁଦ୍ଧ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ କାହିଁକି ତିକ୍ତତା କାରଣ ହୋଇଥିଲା? 1949 ମସିହାରୁ 1953 ମସିହା ମଧ୍ୟରେ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ମଧ୍ୟରେ ଯୁଦ୍ଧ ଲାଗିଥିଲା। ସେତେବେଳେ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ସମ୍ପର୍କ ତିକ୍ତ ହୋଇ ଉଠିଥିଲା। ଏହାର କାରଣ ହେଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କୋରିଆ ଦୁଇ ଭାଗରେ ବିଭକ୍ତ ହେଲା। ଉତ୍ତର କୋରିଆ କମ୍ୟୁନିଷ୍ଟ ଶାସନ ସୋଭିଏତ ରୁଷିଆ ଦ୍ୱାରା ସମର୍ଥିତ ଥିବାବେଳେ ଦକ୍ଷିଣ କୋରିଆ ଶାସନ ଯୁକ୍ତ ଆମେରିକା ସମର୍ଥନରେ ପ୍ରତିଷ୍ଠିତ ହେଲା। 1949 ମସିହାରେ ଉତ୍ତର କୋରିଆ ବିଶ୍ୱଯୁଦ୍ଧ ଯୁକ୍ତରାଷ୍ଟ୍ର ଆମେରିକା ଦକ୍ଷିଣ କୋରିଆକୁ ସମର୍ଥନ ଦେଇଥିବାରୁ ଭାରତର ନିନ୍ଦା କରିଥିଲା। ତେଣୁ ଯୁକ୍ତରାଷ୍ଟ୍ର ଆମେରିକା ଭାରତର ପାରମ୍ପରିକ ବିରୋଧୀ ପାକିସ୍ତାନକୁ ସହଯୋଗ ଓ ସମର୍ଥନ କଲା, ଯାହାଦ୍ୱାରା ଭାରତ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ସମ୍ପର୍କ ଆହୁରି ତିକ୍ତ ହୋଇ ଉଠିଥିଲା। ସ୍ୱାଧୀନ ବାଂଲାଦେଶ ଗଠନରେ ଭାରତର ଭୂମିକା ସଂକ୍ଷେପରେ ବର୍ଣ୍ଣନା କର। 1905 ମସିହାରେ ପୂର୍ବବଙ୍ଗ ସୃଷ୍ଟି ହୋଇଥିଲା, ଯାହା 1947 ମସିହାର ଭାରତ ବିଭାଜନ ସମୟରେ ପୂର୍ବ ପାକିସ୍ତାନ ନାମରେ ନାମିତ ହୋଇ ପାକିସ୍ତାନ ଦ୍ୱାରା ଶାସିତ ହେଉଥିଲା। ମାତ୍ର 1971 ମସିହାରେ ଏହା ବାଂଲାଦେଶ ନାମରେ ଏକ ସ୍ୱାଧୀନ ରାଷ୍ଟ୍ରରେ ପରିଣତ ହେଲା। 1971 ମସିହା ପୂର୍ବରୁ ପୂର୍ବ ପାକିସ୍ତାନର ଲୋକମାନେ ପାକିସ୍ତାନର ଅତ୍ୟାଚାର ଯୋଗୁଁ ଅତିଷ୍ଠ ହୋଇ ପଡ଼ିଥିଲେ। ଆୱାମୀ ଲିଗ୍ ନେତା ଶେଖ୍ ମୁଜିବୁର ରହମାନଙ୍କ ନେତୃତ୍ୱରେ ପାକିସ୍ତାନ ସରକାର ବିରୁଦ୍ଧରେ ଆନ୍ଦୋଳନ ତେଜି ଉଠିଲା। ଭାରତ ଏହି ସ୍ୱାଧୀନତାକୁ ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ ଦେଇଥିଲା। ସେତେବେଳେ ଭାରତର ପ୍ରଧାନମନ୍ତ୍ରୀ ଥିଲେ ଇନ୍ଦିରା ଗାନ୍ଧୀ। ପାକିସ୍ତାନ ସୈନ୍ୟମାନଙ୍କ ଅତ୍ୟାଚାର ଏବଂ ଆନ୍ଦୋଳନ ଯୋଗୁଁ ଲକ୍ଷ ଲକ୍ଷ ସଂଖ୍ୟାରେ ମହିଳା, ବୃଦ୍ଧ ବୃଦ୍ଧା, ଶିଶୁ ତଥା କିଶୋର କିଶୋରୀମାନେ ପ୍ରାଣ ବିକଳ ଭାରତକୁ ପ୍ରବେଶ କଲେ, ଯେଉଁମାନଙ୍କୁ ଶରଣାର୍ଥୀ କୁହାଗଲା। ଭାରତର ଅକୁଣ୍ଠିତ ସମର୍ଥନରେ ପାକିସ୍ତାନ ସେନାକୁ ଆନ୍ଦୋଳନକାରୀମାନେ ପରାସ୍ତ କଲେ ଏବଂ ନୂତନ ରାଷ୍ଟ୍ର ଭାବେ ବାଂଲାଦେଶ ସୃଷ୍ଟି ହେଲା। ଏଭଳି ଭାବେ ସ୍ୱାଧୀନ ବାଂଲାଦେଶ ଗଠନରେ ଭାରତରେ ପ୍ରଭୁତ୍ୱ ତଥା ପ୍ରଚ୍ଛନ୍ନ ହାତ ରହିଥିଲା। ଯୁକ୍ତରାଷ୍ଟ୍ର ଆମେରିକା ସହିତ ଭାରତର ସମ୍ପର୍କ ସଂକ୍ଷେପରେ ଆଲୋଚନା କର। ଯୁକ୍ତରାଷ୍ଟ୍ର ଆମେରିକା ସହ ଭାରତ ସମ୍ପର୍କ ସମପିଲ ଗତି ସଦୃଶ୍ୟ, ଅର୍ଥାତ୍ କେତେବେଳେ ଭଲ କେତେବେଳେ ତିକ୍ତ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସୋଭିଏତ ରୁଷିଆ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଶୀତ ଯୁଦ୍ଧ ଆରମ୍ଭ ହେଲା। ଭାରତର ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ମୁଖ୍ୟ କର୍ଣ୍ଣଧାର ଭାବେ କାହାରିକୁ ସମର୍ଥନ କଲା ନାହିଁ। ପ୍ରାରମ୍ଭରେ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ଭାରତ ସହ ସମ୍ପର୍କ ଉପରେ ଗୁରୁତ୍ୱ ଦେଉନଥିଲା। 1962 ମସିହାରେ ଭାରତ ଚୀନ ଯୁଦ୍ଧ ବେଳେ କିନ୍ତୁ ଭାରତକୁ ସମର୍ଥନ ଦେଇଥିଲା। ଶୀତଳ ଯୁଦ୍ଧ କ'ଣ? ଦ୍ୱିତୀୟ ବିଶ୍ୱଯୁଦ୍ଧର ପରିସମାପ୍ତି ପରେ ବିଶ୍ୱରେ ଦେଖାଯାଇଥିବା ଦୁଇ ଗୋଷ୍ଠୀ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ପ୍ରାକ୍ତନ ସୋଭିଏତ ରୁଷିଆ ଉଭୟ ନିଜର ପ୍ରଭାବ ବିସ୍ତାର କରିବା ପାଇଁ ଚେଷ୍ଟିତ ହେଲେ। ଫଳରେ ଦୁଇ ଦେଶ ମଧ୍ୟରେ ଦେଖାଯାଇଥିବା ଅଦୃଶ୍ୟ ଓ ଅଘୋଷିତ ଯୁଦ୍ଧକୁ ଶୀତ ଯୁଦ୍ଧ କୁହାଯାଏ। ଭିଟୋ କହିଲେ କ'ଣ ବୁଝ? ସଂଯୁକ୍ତ ରାଷ୍ଟ୍ରସଂଘର ନିରାପତ୍ତା ପରିଷଦର 5 ଜଣ ସ୍ଥାୟୀ ସଦସ୍ୟଙ୍କୁ ଭିଟୋ ବା ସ୍ୱତନ୍ତ୍ର କ୍ଷମତା ଦିଆଯାଇଛି। ଏହା ବଦଳରେ ଯଦି କୌଣସି ବିଷୟରେ ଏହି ସଦସ୍ୟଙ୍କ ମଧ୍ୟରୁ କେହି ସହମତ ନ ହୋଇ ନିଷ୍ପତ୍ତି ବିରୋଧରେ ମତ ଦିଅନ୍ତି, ତାହାକୁ ଭିଟୋ କୁହାଯାଏ। ଭାରତ ଓ ସୋଭିଏତ ରୁଷିଆ ମଧ୍ୟରେ ସମ୍ପର୍କ ବୃଦ୍ଧିରେ ଗୋର୍ବାଚୋଭଙ୍କ ଅବଦାନ ବିଷୟରେ ଲେଖ। ମିଖାଇଲ ଗୋର୍ବାଚୋଭଙ୍କ ଅବଦାନ ଭାରତ ରୁଷିଆ ସମ୍ପର୍କ ବୃଦ୍ଧିରେ ଯଥେଷ୍ଟ ସହାୟକ ହୋଇଥିଲା। ସେ ଏସିଆ ମହାଦେଶର ସାମୂହିକ ନିରାପତ୍ତା ଉପରେ ଗୁରୁତ୍ୱ ଆରୋପ କରିଥିଲେ ଏବଂ ରାଜୀବ ଗାନ୍ଧୀଙ୍କ ସହ 10 ଦଫା ବିଶିଷ୍ଟ ଦିଲ୍ଲୀ ଘୋଷଣାନାମାରେ ସ୍ୱାକ୍ଷର କରିଥିଲେ।
C2 କଣ? ଶୀତଳ ଯୁଦ୍ଧ ଚାଲିଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକା ତାର ପ୍ରତିପକ୍ଷ ସୋଭିଏତ ରୁଷିଆର ପ୍ରଭାବ ହ୍ରାସ ପାଇଁ ଅନେକ ସାମରିକ ଚୁକ୍ତି ପ୍ରଣୟନ କରିଥିଲେ। ତନ୍ମଧ୍ୟ C2 ସାଉଥ ଇଷ୍ଟ ଏସିଆନ୍ ଟ୍ରିଏଟି ଅର୍ଗାନାଇଜେସନ ଅନ୍ୟତମ। ଭାରତର ଏହାର ସଦସ୍ୟ ନଥିଲା, ମାତ୍ର ପାକିସ୍ତାନ ଏହାର ସଦସ୍ୟ ଥିଲା। ଭାରତର ବାଂଲାଦେଶ 1971 ମସିହା ଡିସେମ୍ବର 10 ତାରିଖରେ ସ୍ୱାକ୍ଷର କରିଥିବା ଚୁକ୍ତିପତ୍ର କଣ କଣ ବ୍ୟବସ୍ଥା ଥିଲା? ସ୍ୱାଧୀନ ରାଷ୍ଟ୍ର ବାଂଲାଦେଶ ଜନ୍ମ ଲାଭ କଲା ପରେ ଭାରତ ଓ ବାଂଲାଦେଶ ମଧ୍ୟରେ 1971 ମସିହା ଡିସେମ୍ବର 10 ତାରିଖରେ ପ୍ରଥମ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତିରେ ଭାରତୀୟ ସେନାଧ୍ୟକ୍ଷଙ୍କ ତତ୍ତ୍ୱାବଧାନରେ ଏକ ମୁକ୍ତି ବାହିନୀ ଗଠନ ବ୍ୟବସ୍ଥା ଥିଲା। ସାର୍କ କଣ? 1985 ମସିହାରେ ଦକ୍ଷିଣ ଏସିଆର 7 ଗୋଟି ରାଷ୍ଟ୍ର ପାରସ୍ପରିକ ସହଯୋଗ ସ୍ଥାପନ ତଥା ଶାନ୍ତି ଓ ସଦ୍ଭାବ ପ୍ରତିଷ୍ଠା ପାଇଁ ଏକ ଆଞ୍ଚଳିକ ସଂଗଠନ ଗଠନ କରିଥିଲେ। ଏହାର ନାମ ହେଲା ସାର୍କ। LTTE କଣ? LTTE ହେଉଛି ଲିବରେସନ ଟାଇଗର୍ସ ଅଫ୍ ତାମିଲ ଇଲାମ ହେଉଛି ଶ୍ରୀଲଙ୍କାର ଏକ ଆନ୍ଦୋଳନକାରୀ ସଂଗଠନ। 1955 ମସିହାରେ ଏହା ଶ୍ରୀଲଙ୍କା ସରକାରଙ୍କ ବିରୋଧରେ ଆନ୍ଦୋଳନ ଚଳାଇଥିଲା ସ୍ୱତନ୍ତ୍ର ତାମିଲ ଦେଶ ଗଠନ ପାଇଁ। 1977 ମସିହାରେ ଭାରତର ମୋରାରଜୀ ଦେଶାଇ ସରକାରଙ୍କ ସମୟରେ ନେପାଳ ସହିତ ଭାରତର ସମ୍ପର୍କ କିପରି ଥିଲା ତାହା ସଂକ୍ଷେପରେ ଲେଖ। 1997 ମସିହାରେ ମୋରାରଜୀ ଦେଶାଇ ଭାରତର ପ୍ରଥମ ଅଣ-କଂଗ୍ରେସ ପ୍ରଧାନମନ୍ତ୍ରୀ ହେଲେ। ସେ ନେପାଳ ସହ ଭାରତ ସମ୍ପର୍କକୁ ବୃଦ୍ଧି ପାଇଁ ତାଙ୍କ ମନ୍ତ୍ରିମଣ୍ଡଳର ବୈଦେଶିକ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜରିଆରେ ନେପାଳ ସହ 2ଟି ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିଥିଲେ। ସୁଏଜ କେନାଲ ସଂକଟ କହିଲେ ତୁମେ କଣ ବୁଝ? 1965 ମସିହା ଜୁଲାଇ ମାସରେ ଇଜିପ୍ଟ ରାଷ୍ଟ୍ରପତି ନାରେସ ସୁଏଜ କେନାଲର ଜାତୀୟକରଣ ଘୋଷଣା କଲେ। ଇଜିପ୍ଟରେ ଥିବା ସୁଏଜ କେନାଲର କମ୍ପାନୀ ପାଣ୍ଠିକୁ ସ୍ଥାଣୁ କରିଦେଲେ। ଆନ୍ତର୍ଜାତୀୟ ନୀତିରେ ଏହି ଘଟଣାର ସୁଦୂର ପ୍ରସାର ଭାବରେ ରହିଥିଲା। 3 ନମ୍ବର ବର୍ଣ୍ଣ ବୈଷମ୍ୟ ନୀତି କଣ? ଦକ୍ଷିଣ ଆଫ୍ରିକା ସେଠାକାର ଗୋରା ଶାସକ କଳା ଲୋକଙ୍କ ବିରୁଦ୍ଧରେ ଯେଉଁ କଳା ଗୋରା ଭେଦଭାବ ସୃଷ୍ଟି କରିଥିଲେ ତାହାକୁ ବର୍ଣ୍ଣ ବୈଷମ୍ୟ ନୀତି କୁହାଯାଏ। ବର୍ଣ୍ଣ ଅର୍ଥ ରଙ୍ଗ। କେଉଁ ମସିହାରେ ନେପାଳ ସଂଯୁକ୍ତ ରାଷ୍ଟ୍ରସଂଘର ସଦସ୍ୟ ହେଲା? 1954 ମସିହାରେ ନେପାଳ ସଂଯୁକ୍ତ ରାଷ୍ଟ୍ରସଂଘର ସଦସ୍ୟ ହେଲା। ତାସକେଣ୍ଟ ଚୁକ୍ତି ସ୍ୱାକ୍ଷରିତ ହେବା ବେଳେ କିଏ ଭାରତର ପ୍ରଧାନମନ୍ତ୍ରୀ ଥିଲେ? ତାସକେଣ୍ଟ ଚୁକ୍ତି ସ୍ୱାକ୍ଷରିତ ହେବା ବେଳେ ଲାଲ ବାହାଦୁର ଶାସ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ଥିଲେ। କେଉଁ ରାଜା ରାଜଗାଦିରେ ଅଭିଷିକ୍ତ ହେଲା ପରେ ନେପାଳକୁ ଏକ ଶାନ୍ତି ଅଞ୍ଚଳ ରୂପେ ଘୋଷଣା କରିଥିଲେ? ରାଜା ବୀରେନ୍ଦ୍ର ରାଜଗାଦିରେ ଅଭିଷିକ୍ତ ହେଲା ପରେ ନେପାଳକୁ ଏକ ଶାନ୍ତିର ଅଞ୍ଚଳ ଘୋଷଣା କଲେ। କେଉଁମାନେ LTTEର ନେତା ଥିଲେ? ଉମା ମହେଶ୍ୱରନ ଓ ପ୍ରଭାକରନ। 2008 ମସିହା ଜୁଲାଇ ମାସର ଭାରତ ଗସ୍ତ କରିଥିବା ଭୁଟାନ ପ୍ରଧାନଙ୍କ ନାମ କଣ? ଲିଉଚେନ ଜିଗ୍ମେ ୱାଙ୍ଗ। ଭୁଟାନର ପ୍ରଥମ 5 ବାର୍ଷିକ ଯୋଜନା କେବେ ଆରମ୍ଭ ହୋଇଥିଲା? 1961 ମସିହା। ଶେଖ ମୁଜିବୁର ରହମାନ କେଉଁ ରାଜନୀତି ସଂଗଠନ ନେତା ଥିଲେ? ଆୱାମୀ লীଗ ନାମକ। 3 ବିଘା କେଉଁ ଦେଶ ମଧ୍ୟ ସମ୍ପର୍କ ତିକ୍ତ କରିଥିଲା? ଭାରତ ଓ ବାଂଲାଦେଶଙ୍କ ମଧ୍ୟରେ ସମ୍ପର୍କ ତିକ୍ତ କରିଥିଲା। ନମ୍ବର 4 ଉତ୍ତର ହେଲା ମ୍ୟାକମୋହନ ଲାଇନ, ଶେଖ ମୁଜିବୁର ରହମାନ, ଷୋଡ଼ଶ ସାର୍କ ଶିଖର ସମ୍ମିଳନୀ, ନିଆନଉଇନ, DM ସେନାନାୟକ 1991, ତାମିଲ ରାଜିନାମା, ଗୋଷ୍ଠୀ ନିରପେକ୍ଷତା, ଭାରତ ଓ ପାକିସ୍ତାନ, ମିଶର 1947, 1998, 1999।